ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ। ବିଜେଡିରେ ଯୋଗଦେଲେ ଆମ୍ ଆଦମୀ ପାର୍ଟିର ଅନେକ ନେତା। ବସ୍ତା ନିର୍ବାଚନ ମଣ୍ଡଳୀର ରାଉତପଡ଼ା ପଞ୍ଚାୟତରେ ରବିବାର ସନ୍ଧ୍ୟା 7ଟା ସମୟରେ ବିଜେଡି ଦଳର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଦେଖିବାକୁ ମିଳିଥିଲା 400ରୁ ଊର୍ଦ୍ଧ୍ୱ ଲୋକଙ୍କୁ। ଏହି ସଭାରେ ଉପସ୍ଥିତ ଥିଲେ ବିଜେଡି ଦଳର ବ୍ଲକ ସଭାପତି ଅନିଲ ମହାନ୍ତି, ପଞ୍ଚାୟତ ସହ ପର୍ଯ୍ୟବେକ୍ଷକ ଜିତୁ ନନା, ବ୍ଲକ ମହିଳା ସଭାପତି ଲିପିକା ରାଉଳ, ପୂର୍ବତନ ଯୁବ ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା, ସରପଞ୍ଚ ଅଞ୍ଜୁଲତା ମଣି, ସମିତି ସଭ୍ୟ ହରେକୃଷ୍ଣ ପାଳ, ବାହାଦା ସରପଞ୍ଚ ସଞ୍ଜୀବ କୁମାର ଦଳାଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହାଦେବ ଦାସ, ଯୁବନେତା ତାହେର ଅହମଦ ଖାଁ ଓ ବହୁ ବିଜୁପ୍ରେମୀମାନେ ଉପସ୍ଥିତ ହୋଇ ପଞ୍ଚାୟତ ସ୍ତରୀୟ ସମାବେଶରେ ଆମ୍ ଆଦମୀ ପାର୍ଟି ଦଳରୁ ପ୍ରତ୍ୟାହାର କରି ଆସିଥିବା କର୍ମୀ ମାନସ ରଞ୍ଜନ ଜେନା, ସୋମନାଥ ରାଉତ, ଗୋପାଳ ଜେନା, ସଙ୍ଗୀତା ମହାନ୍ତି, ପ୍ରକାଶ ବେହେରା, କାର୍ତ୍ତିକ ଦାସ ଅଧିକାରୀ, ହରପ୍ରିୟା ରାଉତ, ହରେଶ ମହାନ୍ତି, କବିତା ରାଉତ, ଗୋପୀନାଥ ଜେନା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ଏବଂ ଏହି ସଭାରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସୁଭାଷିନୀ ଜେନା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଅଞ୍ଚଳର ବିକାଶ କରିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଅଞ୍ଚଳର ଯୁବକମାନେ କେମିତି ନିଯୁକ୍ତି ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ଦେଖନ୍ତୁ, ଆପଣ ମାନେ ଦେଖିଥିବେ ଯେ ଆପଣ ମାନଙ୍କ ମାଧ୍ୟମରେ ମୁଁ କହିବାକୁ ମଧ୍ୟ ଭଲ ପାଇବି ଯେ ଇଏ ସମର୍ଥନ ହଉଛି ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ। ଲୋକ ସ୍ୱତଃପ୍ରବୃତ୍ତ ଭାବରେ ଘରୁ ବାହାରି ଆସୁଛନ୍ତି ଏବଂ ଏ ସମର୍ଥନ, ଏ ଆଶୀର୍ବାଦ ମୁଁ ମହାପ୍ରଭୁଙ୍କ ପାଖରେ ତାଙ୍କୁ ଧନ୍ୟବାଦ ଦେବି, ମହାପ୍ରଭୁଙ୍କୁ ଆଉ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ଯେ ଏମିତି ଜନ ସମର୍ଥନ, ଏମିତି ଭଲ ପାଇବା ସବୁବେଳେ ଅତୁଟ ଥାଉ। ଲୋକମାନେ ଯାହା ଆଶାବାଦୀ ଅଛନ୍ତି ଯେ ଏଠି ବସ୍ତାରେ ବିକାଶ ହିଁ ବିକାଶ ହବ, ପ୍ରଗତି ହିଁ ପ୍ରଗତି ହବ, ସେୟା ହିଁ ହବ। ପୁଣି ଥରେ ଆମ ବସ୍ତା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ମୁଁ ଅଜସ୍ର ଧନ୍ୟବାଦ ଦେଇ ପ୍ରଣାମ ଜଣେଇ ରହୁଛି। ଧନ୍ୟବାଦ। ମାହୋଲ ବହୁତ ଭଲ ଅଛି।